ନୂଆଗାଁରେ ଆୟୋଜିତ ହୋଇଯାଇଛି ବିଶ୍ୱ ଶାନ୍ତି ମହାଯଜ୍ଞ। ଭକ୍ତି ଓ ବିଶ୍ୱାସରେ ବନ୍ଧା ଏ ମଣିଷ ସମାଜ। କୌଣସି ନା କୌଣସି ଧର୍ମକୁ ବିଶ୍ୱାସ କରି ମଣିଷ ତାର ସୁଖ ଓ ଶାନ୍ତିର ଜୀବନ କାଟିଥାଏ। ଦୁନିଆରେ ଅନେକ ଧର୍ମ ରହିଥିଲେ ମଧ୍ୟ ସତ୍ୟ ସନାତନ ଧର୍ମକୁ ଆପଣାଇଥାନ୍ତି ମଣିଷ ସମାଜ। ଆଜିକା ଯୁଗରେ ଦୁନିଆର ସର୍ବଶ୍ରେଷ୍ଠ ଧର୍ମ ଶୂନ୍ୟ ପ୍ରଭୁ ପରମ ବ୍ରହ୍ମ ମହିମା ଅଲେଖ ଧର୍ମକୁ ଆପଣାଇ ସଦାସର୍ବଦା ସମାଜ ମଙ୍ଗଳର କାମନା କରିଥାନ୍ତି। ସତ୍ୟ ସନାତନ ଧର୍ମର ମୁଖ୍ୟ କର୍ମ ଜୀବଦୟା ରହିଥିବା ବେଳେ ପ୍ରାଣୀଙ୍କ ମଙ୍ଗଳ ପାଇଁ ବିଭିନ୍ନ ଯାଗଯଜ୍ଞ କରିଥାନ୍ତି। ସେମିତି ଏକ ଯଜ୍ଞ ସମାଜ ମଙ୍ଗଳ ଏବଂ ବିଶ୍ୱର ସମସ୍ତ ପ୍ରାଣୀଙ୍କୁ ଦୈବୀ ଦୁର୍ବିପାକରୁ ମୁକ୍ତି ଦେବା ପାଇଁ କରାଯାଇଥାଏ ବିଶ୍ୱ ଶାନ୍ତି ମହାଯଜ୍ଞ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କ୍ଷୀରେଇ ଟାଙ୍ଗିରି ଗ୍ରାମ ପଞ୍ଚାୟତର ନୂଆଗାଁ ଗ୍ରାମରେ ଆୟୋଜିତ ହୋଇଯାଇଛି ପରମବ୍ରହ୍ମ ଶୂନ୍ୟପ୍ରଭୁ ମହିମା ଅଲେଖ ସ୍ୱାମୀଙ୍କ ବିଶ୍ୱ ଶାନ୍ତି ମହାଯଜ୍ଞ। ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଖୁବ୍ ଭକ୍ତି ଓ ବିଶ୍ୱାସ ମଧ୍ୟରେ ମହାସମାରୋହରେ ଆୟୋଜିତ ହୋଇଛି ଅଲେଖ ଧର୍ମୀ ଭକ୍ତମାନଙ୍କ ଦ୍ୱାରା ବିଶ୍ୱ ଶାନ୍ତି ମହାଯଜ୍ଞ। ନୂଆଗାଁ ଗ୍ରାମର ଶେଷ ମୁଣ୍ଡରେ ବଣ ଜଙ୍ଗଲର ଶୋଭାବର୍ଦ୍ଧନ କରୁଛି ଏହି ପବିତ୍ର ସ୍ଥାନଟି। ଅଲେଖ ମହିମାଙ୍କ ଭଜନ ଧ୍ୱନିରେ ପ୍ରକମ୍ପିତ ହୋଇଉଠୁଛି ସାରା ଅଞ୍ଚଳ। ଭକ୍ତି ଓ ଭାବନାରେ ବିଶ୍ୱାସର ସହିତ ନିଜ ନିଜ ଦୁଃଖ ଜଣାଉଛନ୍ତି ଯଜ୍ଞ ମଣ୍ଡପରେ। ସର୍ବଶ୍ରେଷ୍ଠ ଧର୍ମଧାରୀ ଅଲେଖ ବାବାଙ୍କ ଦ୍ୱାରା ଯଜ୍ଞକୁଣ୍ଡରେ ମହାଯଜ୍ଞର ଧ୍ୱନି ଜାଳି ବିଶ୍ୱ କଲ୍ୟାଣ ପାଇଁ ଗୁହାରି କରିଛନ୍ତି। ନାମ ଭଜନରେ ବିମୋହିତ ହୋଇ ଭକ୍ତମାନେ ଯଜ୍ଞକୁଣ୍ଡ ଚାରିପଟେ ଭକ୍ତିରେ ଭାବବିହ୍ୱଳ ହୋଇପଡ଼ୁଛନ୍ତି। ଏହି ଅଲେଖ ମହିମାର ଦୀକ୍ଷାରେ ଦୀକ୍ଷିତ ହୋଇ ପ୍ରଭୁଙ୍କ ଦ୍ୱାରରେ ଛୋଟ ପିଲାମାନେ ମଧ୍ୟ ପଛଘୁଞ୍ଚା ଦେଉନଥାନ୍ତି। ଖୁବ୍ ସୁନ୍ଦର କଣ୍ଠସ୍ୱରରେ ପ୍ରଭୁଙ୍କ ଭଜନ ଗାନ କରି ଯଜ୍ଞକୁଣ୍ଡର ଚତୁଃପାର୍ଶ୍ୱରେ ଭ୍ରମଣ କରି ଏକ ଶାନ୍ତିର ବାର୍ତ୍ତା ବାଣ୍ଟି ଚାଲିଥିବା ବେଳେ ଲୋକମାନେ ମଧ୍ୟ ଭଜନ ଶୁଣିବା ପାଇଁ ଶୀତ ରାତିରେ ଆଗ୍ରହ ସହକାରେ ଚାହିଁ ରହିଥାନ୍ତି। ଭକ୍ତି ଓ ବିଶ୍ୱାସର ପରିବେଶ ସୃଷ୍ଟି ହୋଇଥାଏ ଯଜ୍ଞ ମଣ୍ଡପରେ। ଅଲେଖ ବାବାଙ୍କ ଜନକଲ୍ୟାଣ ମନ୍ତ୍ରରେ ଯଜ୍ଞ ଧ୍ୱନିରେ ସମସ୍ତ ଦୁଃଖ ବିପଦ ଦୂର କରି ସୁଖର ଦୁନିଆ ପାଇଁ ପ୍ରଭୁଙ୍କ ପାଖରେ କାମନା କରୁଥାନ୍ତି। ଏହି ବିଶ୍ୱ ଶାନ୍ତି ମହାଯଜ୍ଞରେ ସର୍ବସାଧାରଣ ପାଇଁ ଅନ୍ନ ଭୋଜନର ମଧ୍ୟ ବ୍ୟବସ୍ଥା କରାଯାଇଥାଏ। ଭକ୍ତମାନଙ୍କ ସହିତ ଜନସାଧାରଣ ତଥା ବାଟୋଇ ମହାଯଜ୍ଞରେ ଶରଣାପନ୍ନ ହୋଇ ଖୁବ୍ ଶାନ୍ତିରେ ଅନ୍ନ ଭୋଜନ କରି ଶାନ୍ତି ଅନୁଭବ କରିଥାନ୍ତି। ଏହି ବିଶ୍ୱ ଶାନ୍ତି ମହାଯଜ୍ଞ ନୂଆଗାଁ ଗ୍ରାମର ଅଲେଖ ମହିମା ଭକ୍ତ ସମାଜ ଦ୍ୱାରା ଆୟୋଜନ ହୋଇଥିବା ବେଳେ ଏହି ମହାଯଜ୍ଞରେ 3ଟି ମହିମା ଅଲେଖ ଭକ୍ତ ସମାଜ ଯୋଗ ଦେଇଥିଲେ। ଖୁବ୍ ଶାନ୍ତି ଶୃଙ୍ଖଳା ଏବଂ ଭକ୍ତି ଓ ଅଗାଢ଼ ବିଶ୍ୱାସର ପରିବେଶ ଦେଖାଦେଇଥିଲା ଏହି ଯଜ୍ଞ ମଣ୍ଡପ ନିକଟରେ। ସମସ୍ତେ ନିଜ ନିଜର ଦୁଃଖ ସୁଖ ଜଣାଇବା ପାଇଁ ପ୍ରଭୁ ମହିମା ଅଲେଖଙ୍କ ଯଜ୍ଞ ମଣ୍ଡପରେ ଭକ୍ତିର ସହିତ ଯୋଗ ଦେଇଥିଲେ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସତ୍ୟ ସନାତନ ଧର୍ମୀ ଧୂଳିଆ ବାବାଙ୍କ ଦ୍ୱାରା ବିଶ୍ୱ ଶାନ୍ତି ମହାଯଜ୍ଞ ଆୟୋଜିତ ହୋଇଥିଲା। ସମାଜ କଲ୍ୟାଣ ଏବଂ ବିଶ୍ୱରେ ଶାନ୍ତି ବଜାୟ ରଖିବା ପାଇଁ ନୂଆଗାଁ ଗ୍ରାମର ମହିମା ଭକ୍ତଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ଏହି ବିଶ୍ୱ ଶାନ୍ତି ମହାଯଜ୍ଞରେ ଆଖପାଖର ଅନେକ ମହିମା ଅଲେଖ ପ୍ରେମୀ ଭକ୍ତମାନେ ଯୋଗ ଦେଇଥିଲେ। ଆଉ ଏହି ବିଶ୍ୱ ଶାନ୍ତି ମହାଯଜ୍ଞରେ ଶରଣାପନ୍ନ ହୋଇ ନିଜକୁ ଧନ୍ୟ ମନେ କରିଥିଲେ ସମସ୍ତ ଭକ୍ତ। କେନ୍ଦୁଝର ପାଟଣାରୁ ବଳରାମ ସେଠୀଙ୍କ ରିପୋର୍ଟ, এবি ନ୍ୟୁଜ୍।